মাল্যবন্ত শিখে রঘুমণি বিকলে জানকী গুণগুণী চোরাই নেলাম প্রাণ বান্ধবীকি কে দুষ্ট শপথ সিন্ধুজিণী গো বৈদেহী তু তো রহিলু দরিয়া পারি হই গো বৈদেহী। আজির সময়াথি भी आमर अंचल ने गाँ गाँ थी रामलीला नाटक होचे और रामलीला नाटक प्रति लोकंकर गहकी भी केतनी केते देखवार के मिलुचे। आज आम रामलीलार जने समर्पित कलाकार को भेटमा जे दीर्घ 31 वर्ष है रामलीला थी राम पाठ करी आसुचन और दर्शक मान को निजर उच्च कोटिर कला माध्यम थी रामकर अमृत कथा बाटुचन। आमर संगे आज अछन बलांगीर जिला सदर ब्लॉक अंतर्गत खुजेनपाली पाखर बरकानी पंचायत बरपदर गाँव उच्च शिक्षित युवक राजीव लोचन आचार्य। रामावाणी सुनी रघुमणि शोक भरे नेत्रु बहे पानी बोलंती नग्रे भ्रत राजा हेब मोते बनकु पेशिले नृपमणि आगो प्रिय सही जीवी बनवास पिता आज्ञा बही आगो प्रिय सही। राजीव लोचन खाली लीला नाटक थी राम पाठ करसन हेंता नहीं से गुरदुटे ड्रामा थी भी अभिनय करी जिला राज्य और राज्य बाहरे भी खूब सुनाम अर्जन करिचन। राजीव कविता भी लेखसन झने छल छल आवेग थी बाँचुथुआर कवि भावे तांकर खूब ना रहीचे। सबुठानु बड़ कथा है राजीव रामलीला थी राम पाठ खाली नहीं करन रामकर आदर्श के निजर जीवन रो दर्शन भावे ग्रहण करिचन। आसुन रामलीलार आर गुटे गीत तांकर टुणु सुनमा तार उतरु तांकर संगे द्विपद कथा हेमा। प्रियरु सकाहिकी मथा पतिण बस मोहिकी गो प्रियरु सकाहिकी अति गर्व भरे मने क्रोध बही परशुराम आसीथिला ता धनु धइली जसमु रखिली हारिला जो पाई गला गो प्रियरु सकाहिकी मथा पतिण बस मोहिकी गो प्रियरु सकाहिकी परमा सुंदरी मोर बोल करी श्रीमुख को तोड़ी चाहा व्यर्थ कथारे रमणी रतन मनरे मानन बहगो प्रिय मुख को चाहे शिव बोले तो सबई देही गो प्रिय मुख को चाहे। मोर ना राजीव लोचन आचार्य गाँ हूँ आमर बरपद खुजानपाली पाखर बरकानी बोली गोटे ग्राम पंचायत अच्छे से बरकानी ग्राम पंचायत के लगी आमर गाँ बरपद जिला बलांगीर। जिला बलांगीर।
ଆପଣ ରାମ ଭୂମିକାରେ ଅଭିନୟ କରସନ୍। ଆଜ୍ଞା। ଆପଣ ଜଣେ ଉଚ୍ଚ ଶିକ୍ଷିତ ଯୁବକ, ଲୀଳା ପ୍ରତି ଏତେ ଆଗ୍ରହ କେନୁ ଆଇଲା ଆପଣଙ୍କର? ଜନମ ହେଲା ଦିନୁ ଆମେ ଏଇ ନାଟକ ଦେଖୁଥିଲୁ ଆଜ୍ଞା ଗାଁରେ। ସେତିକି ବେଲକେ ମାକଡ଼ କୁଲିଆ ବାହାରି ମୁଁ ଗଲେ ବି ଆମର ବଡ଼ଟା ମାନେ ଯେନ୍ ଆମର ଥିଲେ ସିନିୟର କଳାକାର ଯେନ୍ ମାନେ ସେମାନେ ମାନେ ତାଙ୍କର ଇଚ୍ଛା ଯେମିତି ହେବା ବାହାର କରୁଥିଲେ ବୋଲି ଆମେ ଭାବୁଥିଲୁ, ବାକି ଆମେ ନେଇ ଜାଣୁଥାଇ ଯେ ଆଜକା ମାକଡ଼ କୁଲିଆ ବାହାରିବାର ନେଇ ନ ବୋଲିକି। ଆର୍ ସେମାନେ ଯେନ୍ ଦିନେ ନାଇଁ ବୋଲବେ ସେମାନଙ୍କୁ ଆମେ ରାଗ ବି ହଉଥିଲୁ ବହୁତ। ତ ଛୁଆଦିନୁ ଯେହେତୁ ଆମେ ଦେଖି ଆଉଥିଲୁ ଲୀଳା, ଆମର ଭିତରେ ବି ଇଚ୍ଛା ହେଲା ଆମେ ବି ବାହାରିତୁ ଆର୍ ଆମକୁ ବି ଏନ୍ତା ଲୋକ ଦେଖି ଆଇତେ ବାହାରୁ ବୋଲିକି। ସେଥିର୍ଲାଗି ଆଗ୍ରହ ଧୀରେ ଧୀରେ ବାହାରିଲା ଆଜ୍ଞା। ଆପଣ କାଁ ପାଠ କରସନ୍ ବୋଇଲେ କି? ମୁଇଁ ରାମ ବାହାରିଛେ। କେବନୁ ରାମ ବାହାରୁଛନ୍? ମୁଇଁ 93 ସାଲୁ ରାମ ବାହାରୁଛେ, 31 ବର୍ଷ ହେଇଗଲା। 31 ବର୍ଷ ହେଲା ଆପଣ ରାମ ଅଭିନୟ କରୁଛନ୍। ଆଜ୍ଞା। ରାମଙ୍କର କେନ୍ ଦିଗଟା ଆଜ୍ଞା। ଆପଣଙ୍କୁ ବେଶୀ ଆକର୍ଷିତ କରସି? ମୁଇଁ ଦେଖୁନା ଏଇଟା ଗୋଟେ ସତ୍ୟ କଥାଟେ କହିବାର୍ ଲାଗି ବାଧ୍ୟ ହେଇଛି। ମୁଇଁ ଇହାଦେ ଯେନ୍ ପ୍ରଶ୍ନ ଆପଣ ପଚରାଲେ ଯେ ରାମଙ୍କର ଅତି ପ୍ରିୟ ଥିଲା ତାଙ୍କର ଅଯୋଧ୍ୟା, ତାଙ୍କର ବାପା ତାଙ୍କର ପ୍ରିୟ ଥିଲେ, ପରିବାର ପ୍ରିୟ ଥିଲା। ଯାହାକେ ଯେନ୍ ମର୍ଯ୍ୟାଦା ଦେବାର୍ କଥା ସେଟା ରାମ ଦଉଥିଲେ। ଯେନ୍ ଜିନିଷକେ ମୋତେ ଭଲ ଲାଗ୍ସି ଆର୍ ମୁଇଁ ଯେନ୍ ଦିନ ରାମ ବାହାରିଲି ସେଦିନ ମୋର୍ ଗାଁ ମୋର୍ ଲାଗି ପ୍ରିୟ ହେଇଗଲା। ମୋର୍ ଗାଁରେ ମୋର୍ ତାର୍ ମାନେ ବିରୋଧରେ କେହି ଲୋକ ଏପର୍ଯ୍ୟନ୍ତ ନାଇଁନ କି ମୁଇଁ କାହାରି ବିରୋଧ ହିଁ ନାଇଁ। ସେ ଗାଁର ସମସ୍ତଙ୍କୁ ଭଲ ପାଏସି, ଯାହାକେ ଯେନ୍ତା ମର୍ଯ୍ୟାଦା ଦେବାର କଥା ଦେସି। ସବୁଠାରୁ ବଡ଼ କଥା ହେଲା ଯେ ମୁଇଁ ଯାହା କହେସି ତାହା କରସି ଆଜ୍ଞା। ଯଦି ବଚନ ଜନେକେ ଦେଇଛେ ମୁଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିକରି ସେ କାମ କରସି। ଯଦି କରି ନି ପାରମି ବେଲେ ତାহে କହିଦେସି ଭାଇ କହିଥିନି ଯଦିଓ ନେଇ କରିପାରୁଛେ ବୋଲିକି। ତ ରାମଙ୍କର ଯେନ୍ ସମସ୍ତଙ୍କୁ ଭଲ ପାଇବାର ଗୁଣଟା ମୋତେ ଜହ ଭଲ ଲାଗ୍ସି। ଲୀଳା ନାଟକ ତ କରସୁଁ ଆଜ୍ଞା। ମୋର ଇଚ୍ଛା ଯେ ଆମର ଗାଁ ଯେହେତୁ ବଲାଙ୍ଗୀରରୁ 10 କିଲୋମିଟର, ସହର ଭିତରେ କାଣା ହେସି ନୂଆ ନୂଆ ଜିନିଷ ମାନେ ହଉଥିସି, ଯେନ୍ତାକି ଡ୍ରାମା ହେସି, କ୍ଲବ୍ ମାନେ ହେସି, ଭଲ ଭଲ ଜିନିଷ ସେନେ ଶିଖସନ୍। ତ ମୁଇଁ ସହରରୁ ଯାହା ଶିଖ୍ସି ସେଟା ନେଇକିରି ଆମର ଗାଁର ପିଲାମାନେ କେନ୍ତା ଜାନବେ ସେ ବାବଦେ ସେଥିର୍ଲାଗି ଚେଷ୍ଟା ଜାରି ରଖ୍ସି। ଏନ୍ତାକି ଯେ କିଛି ପିଲାଙ୍କୁ ନେଇକରି ମୁଇଁ ଡ୍ରାମା ବି କରେଇଛେଁ। ଆମର ଗାଁର ପିଲାମାନେ ବାହାରକେ ଡ୍ରାମା ବି କରି ଯାଇ ସାରିଛନ୍ ଏପର୍ଯ୍ୟନ୍ତ। ଆରୁ ଗାଁ କେନ୍ତାରେ ଏକତା ହେଇକରି ରହେବା ସେଥିର୍ଲାଗି ମୁଇଁ ବହୁତ ଚେଷ୍ଟା କରସି। ମୁଇଁ ନିଜେ ଯାଇକରି ସହରରେ ଡ୍ରାମାମାନଙ୍କୁ ଅଭିନୟ କରିଛେଁ। ବିଭିନ୍ନ କବିତା ଆସରରେ କବିତା ପାଠ କରିଛେଁ। ଯେହେତୁ କବିତା ବି ମୁଇଁ ଲେଖ୍ସି, ଗପ ଲେଖ୍ସି। ସାହିତ୍ୟ ସଂସ୍କୃତି ଭିତରେ ଯେତ୍କି ହେବା ମୁଇଁ ବୁଡ଼ିକରି ରହେବାକେ ଇଚ୍ଛା କରସି। ଆଚ୍ଛା, ଆପଣ ନାଟକ କରିଛନ୍, ଗୀତି ନାଟକ ବି କରିଛନ୍, ଲୀଳା ନାଟକ। ଆଜ୍ଞା। ଇତାର ଭିତରେ ଆପଣଙ୍କର ଦୃଷ୍ଟିକୋଣରେ ଫରକ କାଣା ହେ? ଫରକ ବହୁତ ଅଛି ଆଜ୍ଞା। ଯଦିଓ ଇହାଦେ ଏକା ବାସ୍ତବରେ କେହି ଆରୁ ଗୀତି ନାଟ୍ୟ ନେଇ କରବାର୍ନ। ସମସ୍ତେ ଭାବି ଦଉଛନ୍ ଯେ କଥା କିଛି କହିଦେମା ଆର୍ ଗୀତ ଗୁଟେ ଗୁଟେ ଗାଇଦେମା ବୋଲେ ଏଇଟା ଗୀତି ନାଟ୍ୟ ହେଇଗଲା ବୋଲିକି। ବାକି ବାସ୍ତବରେ ସେଟା ନେଇ ସେ। ଯଦି ଆମେ ଗୀତି ନାଟ୍ୟ କର୍ମା ବେଲେ ଆମର ଡାଏଲଗ୍ ବି ଯାହା କହେମା ସବୁ ଛନ୍ଦବଦ୍ଧ ହେବାର୍ କଥା ଆର୍ ରିଦମ୍ରେ ଯଉଥିବା କଥା, ତାଳରେ ଯଉଥିବା କଥା ଆମର ଡାଏଲଗ୍। ଆରୁ ଡାଏଲଗ୍ ବେଲ୍କେ ଆର୍ ଗୀତ ବେଲ୍କେ ଉଭୟ ବେଲ୍କେ ଅଙ୍ଗଭଙ୍ଗୀ ଜରୁରୀ ଯଦି ଗୀତି ନାଟ୍ୟ ହେଇଥିବା ବେଲେ। କିନ୍ତୁ ଆମର ସାଧା ନାଟକରେ କାଣା ହେସି ଆମେ ଖାଲି କଥା କହେମା ଏବଂ କଥାକେ ଜାନିକିରି ଆମେ ସୀମିତ ରଖ୍ମା ଆମର ଅଙ୍ଗଭଙ୍ଗୀ। କିନ୍ତୁ ଗୀତି ନାଟ୍ୟରେ ଟିକେ ଅଧିକା ଅଙ୍ଗଭଙ୍ଗୀ ଦରକାର ହେସି। ଆର୍ ଗୀତ ଆଉ କଥା ଉଭୟ ଛନ୍ଦରେ, ତାଳରେ, ଲୟରେ ଯିବାକେ ପଡ଼୍ସି। ଆଉ ନାଟକରେ? ନାଟକରେ ଆପଣ ଖାଲି କଥା କହିଲା ଶୈଳୀରେ କହିବେ, ଯାହା ବି କହିବେ। ଚରିତ୍ର ଯାହା ମାଗୁଥିବା କେବଳ ସେତ୍କି ଭିତରେ ହିଁ ଆପଣ କହିଲେ ସର୍ଲା। ଆପଣ ଆଗାମୀ ଯେଉଁ ନାଟକ ପ୍ରତି ଆକର୍ଷିତ ହେଇଥିବାର ଯୁବକ ପିଢ଼ିମାନଙ୍କୁ କାଣା କହିବାର୍ ଲାଗି ଚାହିଁବେ? ମୁଇଁ ସେମାନଙ୍କୁ ଗୋଟେ ଜିନିଷ କହୁଛେ ଯେ ଆଜ୍ଞା, ବର୍ତ୍ତମାନ ଯେହେତୁ ବିଭିନ୍ନ ପ୍ରକାର ମିଡ଼ିଆରେ ଆମେ ଅଲରେଡ଼ି ଆକ୍ରାନ୍ତ ହେଇ ସାରିଛୁଁ। ତ ଯଦି ଆମେ ଖାଲି ସୋସିଆଲ୍ ମିଡ଼ିଆ ଦେଖିକରି ଆହ୍ଲାଦି ହେମା ତ ଆମର ପାଖେ ଯେନ୍ ମାନେ ସୋସିଆଲ୍ ମିଡ଼ିଆକେ ଉପଭୋଗ କରି ନି ପାର୍ବା ବା ସେତ୍କି ତକ୍ ପହଞ୍ଚି ପାର୍ବାର୍ ସାମର୍ଥ୍ୟ ଯାର୍ ପାଖେ ନାଇଁନ, ସେମାନେ ମନୋରଞ୍ଜନରୁ ସମ୍ପୂର୍ଣ୍ଣ ଭାବେ ବଞ୍ଚିତ ହଉଛନ୍। ଆର୍ 2 ନମ୍ବର କଥା ହେଲା ଯେ ଆମେ ଆମର ଗାଁର ଯେନ୍ ସଂସ୍କୃତି ଥିଲା, ଯେନ୍ ବାତାବରଣଟେ ଥିଲା, ସାଂସ୍କୃତିକ ବାତାବରଣ, ସେ ବାତାବରଣଟା ଧୀରେ ଧୀରେ ଖରାପ ହେଇଯାଉଛି। ତ ମୁଇଁ ଯୁବକ ଭାଇମାନଙ୍କୁ ଏତ୍କି ଅନୁରୋଧ କର୍ମି ଯେ ସେମାନେ ଯେନ୍ ଅଞ୍ଚଳରେ ରହୁଛନ୍ ସେଟା ଗ୍ରାମାଞ୍ଚଳ ବୋଲି ନାଇଁ କି ସହରାଞ୍ଚଳ ବୋଲି ନାଇଁ, ତାଙ୍କର ଅଞ୍ଚଳରେ ଯଦି କିଛି ସାଂସ୍କୃତିକ ପରିବେଶ ଥିଲା, ଆଗରୁ କିଛି ବାତାବରଣ ଥିଲା, କିଛି ଇତିହାସ ଥିଲା, ସେଟାକେ ସେମାନେ ଫେର୍ ଦୋହରୁନ୍ ଆର୍ ଗାଁର ନାଟ କୀର୍ତ୍ତନକେ ବଞ୍ଚେଇକରି ରଖୁନ୍। ସେଟା ହିଁ ଆମର୍ ଲାଗି ଆମର୍ ପରିଚୟ ହେବା। କୌଶଲ୍ୟା ଛାମୁରେ ଶ୍ରୀ ରାମ ଭାହେଲେ ବେନି କର ଯୋଡ଼ିଣ ସେ ସମସ୍ତ
কহিলে শুণ এবে জননী গো মোহর বচন ভরত রাজা হেব মু জীবি ঘোর বন পূর্বে পিতা কৈকেয়ীଙ୍କୁ বর ଦେଇଥିଲେ ମୋର অভিষেক জানি সে হেতু কলে প্রথম বরে ভ্রত হইব রাজন দ্বিতীয়রে জীবি মুহি মহাঘোর রণ্য কর সুকল্যাণ মাত সুচিত মনরে বনবাস সারি মুজে ফেরিবি সত্তরে এতে বলি সীতাঙ্কু যে প্রভু রঘুপতি লক্ষণ মুখକୁ চাহি বচন ବୋଲନ୍ତି আম্ভে মৃগ মারি যাও অছু সৌমিত্রী যাও অছু সৌমিত্রী তোতে লাগিলাটি মোর জনক দুহিতি মোর জনক দুহিতি এ ঘোর অরণ্যকু ডরই মহাসতী যে ডরই মহাসতী কনক মৃগ দেখিণ বড়াইছি মতি সতী বড়াইছি মতি